ଆଜିର ରାଶିଫଳ ଜାଣିବା ପୂର୍ବରୁ ପ୍ରଥମେ ଜାଣିନେବା ଆଜିର ପଞ୍ଚାଙ୍ଗ। ଆଜି 2026 ଫେବୃଆରୀ ମାସ 14 ତାରିଖ, ଓଡ଼ିଆ ଫାଲ୍ଗୁନ ମାସ 2 ଦିନ, ଶନିବାର, କୃଷ୍ଣ ପକ୍ଷ, ଦ୍ୱାଦଶୀ ତିଥି, ଯାହା ଅପରାହ୍ନ 4:35 ପର୍ଯ୍ୟନ୍ତ ରହୁଛି। ତାପରେ ତ୍ରୟୋଦଶୀ ତିଥି ଆରମ୍ଭ ହେଉଛି। ଆଜି ପୂର୍ବଷାଢ଼ା ନକ୍ଷତ୍ର, ଯାହା ସନ୍ଧ୍ୟା 6:56 ପର୍ଯ୍ୟନ୍ତ ରହୁଛି। ତାପରେ ଉତ୍ତରାଷାଢ଼ା ନକ୍ଷତ୍ର ଆରମ୍ଭ ହେଉଛି। ଆଜି ଧନୁ ରାଶିରେ ଚନ୍ଦ୍ର ଅବସ୍ଥାପନ କରି ରହୁଛନ୍ତି, ଯାହା ରାତ୍ରି 1:23 ପର୍ଯ୍ୟନ୍ତ। ତାପରେ ଚନ୍ଦ୍ର, ଯାହାକି ମକର ରାଶିରେ ଅବସ୍ଥାପନ କରିବେ। ଆଜି ସୂର୍ଯ୍ୟ ଉଦୟ ହେଉଛନ୍ତି, ଯାହା ପ୍ରାପ୍ତ 6:18 ସେହିଭଳି ସୂର୍ଯ୍ୟ ଅସ୍ତ ହେଉଛନ୍ତି ଅପରାହ୍ନ 5:40। ଆଜି ଯୁଗ୍ନି ରହିଛି ନୈಋତ୍ୟ କୋଣେ ଅପରାହ୍ନ 4:35 ପରେ ଯୁଗ୍ନି ଦକ୍ଷିଣ କୋଣରେ ରହିବ। ଆଜି ଘାତ ଚନ୍ଦ୍ର ରହିଛି ତୁଳା ରାଶି ବ୍ୟକ୍ତି ଏବଂ କୁମ୍ଭ ରାଶି ବ୍ୟକ୍ତିଙ୍କର, ଯାହା ରାତ୍ରି 1:23 ପର୍ଯ୍ୟନ୍ତ। ତାପରେ ଘାତ ଚନ୍ଦ୍ର ରହିବ ସିଂହ ରାଶି ବ୍ୟକ୍ତିଙ୍କର। ଆଜି ଘାତବାର ରହିଛି ବୃଷ ରାଶି ବ୍ୟକ୍ତି, ସିଂହ ରାଶି ବ୍ୟକ୍ତି ଏବଂ କନ୍ୟା ରାଶି ବ୍ୟକ୍ତିଙ୍କର। ଆଜି ମୃତ ବ୍ୟକ୍ତିର 2 ପାଦ ପୁଷ୍କର ଦୋଷ, ଯାହା ଅପରାହ୍ନ 4:35 ପର୍ଯ୍ୟନ୍ତ। ତାପରେ 1 ପାଦ ପୁଷ୍କର ଦୋଷ ରହିବ, ଯାହା ସନ୍ଧ୍ୟା 6:56 ପର୍ଯ୍ୟନ୍ତ। ତାପରେ ପୁଣି 2 ପାଦ ପୁଷ୍କର ଦୋଷ ଲାଗିବ। ଫଳ ରହୁଛି ପଶୁ ହାନି, କୃଷି ସନ୍ତାନ ହାନି, ତତ୍ସହିତ ବଂଶ ହାନି। ଆଜି ଦ୍ୱାଦଶୀରେ ଶ୍ରାଦ୍ଧ, ନିଷିଦ୍ଧ ଖାଦ୍ୟ ରହିଛି ପୁଇ, ତତ୍ସହିତ ବାଇଗଣ ଭୋଜନ ନିଷେଧ ରହିଛି। ଆଜି କନ୍ୟା ଯଦି ପ୍ରଥମ ରଜବତୀ ହେଲା, ଯାହା ସନ୍ଧ୍ୟା 6:56 ମଧ୍ୟରେ, ତେବେ 7 ମାସ ଗଣ୍ଡ ଦୋଷ ଲାଗିବ। ତେବେ ଆଜିର ଦିନରେ ଆପଣମାନଙ୍କୁ ତୃଣ କାଠ ଛେଦନ ନିଷେଧ ରହିଛି। ତତ୍ସହିତ ଆଜି, ଯାହାକି ପ୍ରାପ୍ତ ସ୍ନାନ ପରେ ଏକାଦଶୀର ପାରାୟଣ କରିପାରିବେ ଯେଉଁମାନେ ପୂର୍ବ ଦିନ ଏକାଦଶୀ ବ୍ରତ କରିଥିବେ। ଆଜିର ଅଶୁଭ ବେଳା, ଯାହା ପ୍ରାପ୍ତରୁ ଦିବା 7:52 ମଧ୍ୟରେ ରହିଛି କାଳବେଳା। ସେହିଭଳି ପୁଣି ଦିବା 4:51 ଅପରାହ୍ନ 5:40 ମଧ୍ୟରେ ରହିଛି, ଯାହାକି କାଳବେଳା। ସେହିଭଳି ଦିବା 9:07 ଦିବା 10:34 ମଧ୍ୟରେ ରହିଛି ରାହୁକାଳ। ସେହିଭଳି ଦିବା 2:08 ଦିବା 3:44 ମଧ୍ୟରେ ରହିଛି ବାରବେଳା। ସେହିଭଳି ସନ୍ଧ୍ୟାରୁ 6:14 ମଧ୍ୟରେ ରହିଛି କାଳରାତ୍ରି। ପୁଣି ରାତ୍ରି 3:33 ଶେଷ ରାତ୍ରି 6:17 ମଧ୍ୟରେ ରହିଛି କାଳରାତ୍ରି। ତେଣୁ ଏହି କାଳବେଳା, କାଳରାତ୍ରି, ରାହୁକାଳ, ବାରବେଳା ସମୟରେ କୌଣସି ଶୁଭ କାର୍ଯ୍ୟ କରନ୍ତୁ ନାହିଁ। ତେବେ ଚାଲନ୍ତୁ ଜାଣିବା ଆଜିର ରାଶିଫଳ, ଯାହା ଚନ୍ଦ୍ରଗୋଚର ଗଣନା ଦ୍ୱାରା ଜାଣିବା। ମେଷ ଠାରୁ ମୀନ ରାଶି ପର୍ଯ୍ୟନ୍ତ।